जार भासी भासी जा नौका मोर भासी जा जा जार भासी भासी जा नौका मोर भासी जा महानदीर नील ढेउरे नाची नाची तू भासी जा महानदीर नील ढेउरे नाची नाची तू भासी जा जा जार भासी भासी जा नौका मोर भासी जा जार भासी भासी जा नौका मोर भासी जा महानदीर नील ढेउरे नाची नाची तू भासी जा महानदीर नील ढेउरे नाची नाची तू भासी जा स्मृति 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 केबे शीत सकाळर कळ खरार ताती स्मृति केबे शीत सकाळर कळ खरार ताती केबे धारा श्रावण रे झड़ी बतासर कला किटी मिठी राती स्मृति 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 केबे शीत सकाळर कळ खरार ताती कळ खरार ताती श्रद्धावान लभते ज्ञान तत्पर संगतेन्द्रिय ज्ञान लब्ध परम साथी मंत्रिणा दिगच्छति मनरे जदि श्रद्धा और इच्छा शक्ति थिबो तेबे ज्ञान बଳରେ मनुष्य जीवन सब किछि हासिल हेबाइबो एठार समस्त गुरुजन मानक मोर प्रणाम मु आपण मानक मोर किछि वक्तव्य उपस्थापन करैके चाहूछि आम गाँ स्कूल गाँटी एडे सुंदर गाँटी दाबड़ी संतरी गाँ भितर आम हाई स्कूल नेहरू सभ्य जानती किए से डॉक्टर किए इंजीनियर किए हेलानी जवान कृषक शिक्षक पुलिस वकील होई रखते देशर सम्मान सारंक माड़ गाड़ी और स्नेह बोला कथा सांग साथी मेले मने पड़िया हृदय दिए बहु व्यथा मने जेते थाए मान अभिमान और राग रुषा रे जाए मनु आमर शुणी सारंक कथा पर्वपर्वाणी मानकरे हुए आम सांग मिलिमिशि आम एबाड़ी सेबाड़ी जाऊलु फुल तोड़ी पूजा सारी आम पुष्पांजलि दे हाथे धरी भोग थाली भोग खाई आम खुशी मनरे आसु घर को फेरी सांग साथी होई स्कूल पड़िया रे खेलुथिलु केते खेल एई स्कूल आम उपसाक्षी होई रहिथिबो चिरकाल मने हुए आमे से पिला दिन को जानतु कि पुणी फेरी सांग साथी संगे खेल कौतूहले जानता है दिन सरी आम शिक्षक शिक्षयित्री हेले आम भगवान आम तांको आमे देबा सम्मान ए स्कूल आज आम सांग साथी सभी करी मेड़ मने पकाउछि पिला दिन कथा रहिथिबो चिरकाल शेषରେ କହିବାକୁ ଚାହୁଁଛି ବିଦ୍ୱତ ଚୌର୍ଣ୍ଣୁକତଚ ନୈବତୁଲ୍ୟ କଦାଚନ ସ୍ୱଦେଶ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ ପୂଜତେ ରାଜା ଏବଂ ବିଦ୍ୱାନଙ୍କ ମଧ୍ୟରେ କେବେ ବି ତୁଳନା ହୋଇପାରିବ ନାହିଁ କାରଣ ଜଣେ ରାଜା କେବଳ ତାଙ୍କ ରାଜ୍ୟରେ ସମ୍ମାନ ପାଆନ୍ତି ଆଉ ଜଣେ ବିଦ୍ୱାନ ସବୁଠି ସମ୍ମାନ ପାଆନ୍ତି ସେଇ ଜ୍ଞାନ ଆମେ ଗୁରୁଙ୍କ ଠାରୁ ପାଇଥାଉ ତେଣୁ ଗୁରୁ ସର୍ବଦା ସର୍ବୋଚ୍ଚ ଶ୍ରେଷ୍ଠ ସ୍ଥାନରେ ରୁହନ୍ତି ଆଉ ସଦା ନମସ୍ତେ ଧନ୍ୟବାଦ অবশ্য তো কিছু করেছ কিন্তু মনে সেই বাবদে আমি সমুদ্রের দিকে চিন্তা করে রাখতে পারি না সেইবার বিভিন্ন প্রকার বিশ্লেষণ করা হচ্ছে এবং আমার প্রকৃত উন্নতিটা ହେଇପାରୁନାହିଁ ଆମେ ସମସ୍ତ ଭଲ ଖାଉଛନ୍ତି ଭଲ ପିନ୍ଧୁଛନ୍ତି ଭଲ ଘରେ ରହୁଛନ୍ତି କାହାର ଚାଲିଛି କିଛି ଏଡ଼ା ବାପ କିଏ ତାର ପୁଅ କିଏ ତାର ଭାଇ କିଏ ତାର ଭଉଣୀ କେହି କିଛି ଅଳିତ ସଂସାର କେବଳ ଭଗବାନ ରାମ ନାମ ସତ ଭଗବାନ ତେଣୁ ଆମେ ଦୈନନ୍ଦିନ ଜୀବନରେ
ଯେତେ ଯାହା କାମ କଲେ ସୁଦ୍ଧା ଆମେ ଟିକେ ଭଗବାନଙ୍କର ନାମଟା କିଏ ନ ସେଟା ପାଇଛୁ ସ୍ପିରିଚୁଆଲ ଡେଭଲପମେଣ୍ଟ। ଆମକୁ ମୁକ୍ତି ଦେବେ କିଏ? ମୁକ୍ତି କେହି ଦେବେନି, ବାପା ଭାଇ ଭଉଣୀ କେହି ସାହାଯ୍ୟ କରିବେନି, କେବଳ ଜଣେ ମୁକ୍ତି ଦେବେ, ସେ ହେଉଛି ଭଗବାନ, ତାଙ୍କର ନାମ। କୁଆଡେ ଯାଇଗଲେଣି ରୂପ କାନ୍ତି ତାର କଣ ପରିବର୍ତ୍ତନ ହେଇଗଲାଣି। ଆମେ ଯାହା ଦେଖୁଛୁ ତମମାନଙ୍କ ଭିତରୁ 20% ଭିତରେ ଚିହ୍ନୁଛୁ, ନହେଲେ ଆଉ କାହାକୁ ଚିହ୍ନିବୁ। କିଏ ଦୁର୍ବଳ ହେଇଯାଇଛି, କିଏ ମୋଟା ହେଇଯାଇଛି, କିଏ ଯାହା ଯାଇଛି, ବାଳ ପାଚି ଯାଇଛି, ବୟସ ଏସବୁ ବୟସର ସମାନ। ତେଣୁ ଆଉ ଯେହେତୁ ଆଜି ଏଇଟା ହେଇଛି ଏବଂ ଯୋଉମାନେ ଏଟାକୁ ଅର୍ଗାନାଇଜ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେବି। ଦେଖ ପିଲେ, ତମେ ଜାଣିଥିବ କୃଷ୍ଣ ଏବଂ ସୁଦାମା ଏମାନେ ପାଠ କରୁଥିଲେ ଏକାଠି। ସୁଦାମା ହେଇଗଲା ଦରିଦ୍ର, କୃଷ୍ଣ ହେଇଗଲେ ରାଜା, ଦ୍ୱାରିକା ରାଜା। କିନ୍ତୁ ତାଙ୍କର ଯୋଉ ପ୍ରୀତି, ବନ୍ଧୁ ପ୍ରୀତି, ଯେତେବେଳେ ସୁଦାମା ବୁଲି ତାକୁ ଗଲେ ଏବଂ ଦ୍ୱାରପାଳ ମାନେ ତାକୁ ତୋଳିଦେଲେ, ସେମାନେ ଭିକାରୀ ଜଣ ରାଜାଙ୍କ ପାଖକୁ ତୋଳିଦେଲେ, ଫେରି ଯାଉଥିଲେ। ଏ ଖବର କୃଷ୍ଣଙ୍କ ପାଖରେ ପଡିଲା, ସେ ଦୌଡ଼ିଛନ୍ତି, ଭକ୍ତ ପଡିଯାଇଛି, ଉତ୍ତରୀୟ ପଡିଯାଇଛି, ଦୌଡ଼ିଛନ୍ତି ସୁଦାମା ସୁଦାମା ବନ୍ଧୁ ମୋର ଏମିତି ଡାକି ଡାକି। କେତେ ମାନେ ତାଙ୍କର ସେଇ ଅନାମିଳ ବନ୍ଧୁ ପ୍ରୀତି ଥିଲା ସୁଦାମା। ଏଇ ତମ ମାନଙ୍କର ଯୋଉ ପ୍ରକାର ବନ୍ଧୁ ପ୍ରୀତି ଦେଖିବାକୁ ପାଉଛି, ମତେ ଭାରି ଆନନ୍ଦ। କାହିଁ ବନ୍ଧୁତା, କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପ୍ତି ଦେବତା ମାନେ ବନ୍ଧୁତା ଟିକେ ପାଇବ। ତା ଦାୟିତ୍ୱରେ ପବନ ତା ଦାୟିତ୍ୱରେ ନିଜେ ନିଜେ କରୁ, କିନ୍ତୁ ବନ୍ଧୁତାଟା ସୁନ୍ଦର ନାହିଁ। ତେଣୁ ସେମାନେ ଜନ୍ମ ହୁଅନ୍ତି ମଣିଷ ଆକାର ଏବଂ ସେଇ ଯୋଉ ବନ୍ଧୁତାଟାକୁ ଉପଭୋଗ କରିବାକୁ ଆମର ଅଛି ଗୋଟେ ଦିନ ପିଲା ନିଜ ପାଇଁ ମରିଗଲା ପରେ ତମେ କେବଳ ରହିବ, କିନ୍ତୁ ଫ୍ରେଣ୍ଡସିପଟା ସବୁଦିନ ପାଇଁ। ତମ ଭିତରେ କିଏ ଧନୀ ହେଇପାରେ, କିଏ ଗରିବ ହେଇପାରେ, ସେଥିଲାଗି କେତେବେଳେ ମନ କରି ମନକାସୀନ ଶିକ୍ଷକ ଗଣ ଏବଂ ମୋର ଶ୍ରଦ୍ଧେୟ ଛାତ୍ରଛାତ୍ରୀ ଏବଂ ଆଉ ଆଜି ଗୋଟେ ଖୁସିର ଜିନିଷ, ଦୀର୍ଘ ଦିନ ପରେ ଗୋଟେ ତମେ ଗୋଟେ ଆୟୋଜନ କରିପାରିଲ। ତମମାନଙ୍କୁ ମୋର ମଧ୍ୟ ବୟସ ହେଇଗଲାଣି, 81 ବର୍ଷ ମତେ ହେଇଗଲାଣି। ଏବେ ମଧ୍ୟ ଗଭର୍ଣ୍ଣମେଣ୍ଟ ମଧ୍ୟ ଗୋଟେ ଯାହାକୁ ପେନ୍ସନ୍ ପାଉଛୁ ଗୋଟେ ଏଇ ମଧ୍ୟ 7,000 କିଛି ମିଳିଲା। ଆଉ ଇଏ ମୋର ମଧ୍ୟ ଟିକେ ଦୃଷ୍ଟି ଶକ୍ତି ଟିକେ ଅଛି, ଚଲାବୁଲା ହଉଛି, ତଥାପି ରେକର୍ଡ ଚିହ୍ନିବାଟା ଆଉ କେତେବେଳେ ଗୋଟେ ଜିନିଷ କେତେବେଳେ ସମସ୍ତ ମନେ ରଖିବା। ଆଉ ଯାହା ଗୋଟେ ବନ୍ଧୁ ମିଳନ ହେଲା, ତମମାନଙ୍କ ଭିତରେ ଏଇଟା ଗୋଟେ ଆୟୋଜନ କରିପାରିଲ, ଏଇଟା ବଡ ସୁଖର କଥା। ଏବଂ ଆମମାନଙ୍କୁ ମଧ୍ୟ ନିମନ୍ତ୍ରଣ କରି ଯାହା ଫଳରେ ତମମାନଙ୍କୁ ଆମେ ଟିକେ ଦେଖିପାରିଲୁ। ତମମାନଙ୍କୁ ଦେଖି ମୋର ପେଟ ପୁରି ଯାଉଛି। ଆଉ ଏଇ ସୀମିତ ସମୟ ଭିତରେ କିଛି ମୁଁ ତୁମ କେତେ ଗୁଡ଼ିଏ ଉପଦେଶ ଦେବି, ତାକୁ ଟିକେ ଗ୍ରହଣ କରିବ। ଆଉ ବନ୍ଧୁ, ଦୁନିଆର ବନ୍ଧୁର ଡେଫିନେସନ ଦେଇଛନ୍ତି, ତେବେ ପଢିଥିବ ଯେ ନୀତି ବିଶାରଦ ପଣ୍ଡିତ କୌଟିଲ୍ୟ ବା ଯାହାକୁ ଚାଣକ୍ୟ କହନ୍ତି, ସେ ଜଣେ ନୀତି ବିଶାରଦ ପଣ୍ଡିତ ଏବଂ ଜଣେ ଶିକ୍ଷାବିତ ମଧ୍ୟ। ସେ କହନ୍ତି ଉତ୍ସବ ବେଶରେ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିଗ୍ରହେ ରାଜଦ୍ୱାର ସଂସାରିତ ଯଥେଷ୍ଟ ଦେଶ ବାନ୍ଧବ। ଦୁର୍ଭିକ୍ଷ ସମୟରେ ଏବଂ ଉତ୍ସବ ସମୟରେ, କୌଣସି ଝାମେଲା ଗୋଟେ ଗଣ୍ଡଗୋଳ ସମୟରେ
ଯେ ଉପସ୍ଥିତ ହୁଏ ତାକୁ ପ୍ରକୃତ ବନ୍ଧୁ କୁହାଯିବେ। ଏହା ହେଲା ବନ୍ଧୁର ଗୋଟେ ଡେଫିନେସନ। ଇଂରାଜୀରେ ଗୋଟେ କଥା ଅଛି, ଏ ଫ୍ରେଣ୍ଡ ଇନ୍ ନିଡ୍ ଇଜ ଏ ଫ୍ରେଣ୍ଡ ଇନ୍ ନିଡ୍। ପ୍ରକୃତରେ ବନ୍ଧୁ କାହା କହିବା? ଏ ଫ୍ରେଣ୍ଡ ଇନ୍ ନିଡ୍, ଜଣେ ଜଣେ ବନ୍ଧୁ ଯଦି ନିଡ୍ ଆବଶ୍ୟକ ସ୍ଥଳେ ଯଦି ଉପସ୍ଥିତ ହେଲା ତାହେଲେ ସେ ହି ଇଜ ଏ ଫ୍ରେଣ୍ଡ ଇନ୍ ନିଡ୍। ବାସ୍ତବରେ ସେ ଜଣେ ବନ୍ଧୁ। ତେଣୁ ଯେ ଆମେ ଏକାଠି ପାଠ ପଢୁଥିଲେ ଏଇଟା ଆମେ ଗୋଟେ ବନ୍ଧୁ। ବନ୍ଧୁ ବନ୍ଧୁ ସହିତ ତମେ ସମ୍ପର୍କ ରହିବ, ଜାଣିବ ବନ୍ଧୁର ସୁଖ ଦୁଃଖରେ ତୁମେ ସମଭାଗ ହେଇପାରିବ। ଆମେ ଆମର ଏଇ ବର୍ଷରେ ମଧ୍ୟ ସେପରେ ଆଶ୍ଚର୍ଯ୍ୟ ହେଇଯିବ। ମୁଁ ଯେତେବେଳେ ଯୋଉ ଯାଏ ମାନେ ପ୍ରଥମେ ଆମକୁ ତ 25 ମାସ ମିଳିଲା ଏଠାରେ ପ୍ରୋଭିଜନାଲ ପେନସନ ଗୋଟେ ଢେଙ୍କାନାଳରେ, ତାପରେ ଆମର ଇଏ ଟ୍ରେଜେରୀ ମିଳିଲା। ସେ ଟ୍ରେଜେରୀକୁ ଟ୍ରେଜେରୀରେ ଅଧିକାଂଶ ବନ୍ଧୁକୁ ଦେଖା ହେଲା। ଆଜିକାଲି ଅବଶ୍ୟ ପ୍ରତି ପଞ୍ଚାୟତ ଗୋଟେ ହାଇସ୍କୁଲ। ଆଉ ମୁଁ ଯେତେବେଳେ ପାଠ ପଢୁଥିଲି 1961 ମସିହା, ସେଇ ସମୟରେ କେବଳ ଅନୁଗୁଳ ହାଇସ୍କୁଲ ଗୋଟେ ସେଣ୍ଟର ଅଫ ଲର୍ଣ୍ଣିଂ ଥିଲା ଆମ ଅଞ୍ଚଳରେ। ଆଉ ଏ ପାଖରେ ଥିଲା ଆମର ଦଳମୂଳ ହାଇସ୍କୁଲ, ଯୋଉଟା ପ୍ରତିବନ୍ଧକ ଥିଲା ନଦୀ। ତେଣୁ ଅନୁଗୁଳ ହାଇସ୍କୁଲ ଉପରେ ପ୍ରାୟ ଅଧିକାଂଶ ନିର୍ଭର କରିଥିଲେ। କିନ୍ତୁ ସେତେବେଳେ କ'ଣ, ଅନୁଗୁଳ ହାଇସ୍କୁଲ ପ୍ରାୟ 20-30ଟା ମୌଜାରେ ପିଲା ପାଠ ପଢୁଥିଲେ। ପିଲାମାନେ ଚାଲି ଚାଲି ସେତେବେଳେ ପାଠ ପଢୁଥିଲେ। ସେତେବେଳେ ବହୁତ ବନ୍ଧୁବାନ୍ଧବକୁ ମୁଁ ଦେଖିପାରିଲି, ବନ୍ଧୁ ପିଲାମାନଙ୍କୁ ଦେଖିପାରିଲି। ସେଇ ସମୟରେ ଆମର ଉପର କ୍ଲାସ ପିଲା, ତଳ କ୍ଲାସ ପିଲା ପ୍ରାୟ ଆମେ ସବୁ ଚିହ୍ନା ପରିଚୟ। ତାଙ୍କ ସହିତ ମଧ୍ୟ ମୁଁ କଲେଜରେ ପଢିଲି। ଆମ ଭାରି ଭଲ ଲାଗେ ସେ ସମୟରେ। ଏବଂ ସେଇ ସମୟରେ ଏପର୍ଯ୍ୟନ୍ତ ମଧ୍ୟ ଆମେ ଆମର ବନ୍ଧୁବାନ୍ଧବ ଏଇ ସାଙ୍ଗସାଥି ମାନଙ୍କ ଘରକୁ ମଧ୍ୟ ଯାଉଛୁ। ମୋ ପାଖକୁ ମଧ୍ୟ ବର୍ଷକୁ 5-7 ମଧ୍ୟ ଆସୁଛନ୍ତି। ମତେ ଭାରି ଖୁସି ଲାଗୁଛି। ଆମର ବନ୍ଧୁବାନ୍ଧବ ବଡ ବଡ ପଦବୀରେ ଥିଲେ ମଧ୍ୟ ଭାରି ସମ୍ପର୍କ। ସେଥିରେ ମଧ୍ୟ ନିଶାମଣି ସାହୁ ଜଣେ ASP ଏପର୍ଯ୍ୟନ୍ତ ଏଠି ଜଣେ ବନ୍ଧୁ ମୋର ଅଛନ୍ତି, ଜଣେ DSP ରିଟାୟାର୍ଡ ଶିଶୁ ମନ୍ଦିରର ପ୍ରେସିଡେଣ୍ଟ ଅଛନ୍ତି, ସୁଧାକର ପ୍ରଧାନ ଇନ୍ସପେକ୍ଟର। ତାପରେ ଅନେକ ମଧ୍ୟ ଟିଚର ଅଛନ୍ତି। ମାନେ ସେଇ ସମୟରେ ମାନେ ପାଠର ବହୁତ ମୂଲ୍ୟ ଥିଲା। ଏବଂ ସେଇ ସମୟରେ ଯୋଉ ବନ୍ଧୁବାନ୍ଧବ ସମ୍ପର୍କଟା ମାନେ ଆମକୁ ଟାଣି ନେଉଛି, ତାଙ୍କ ଘର ମାନଙ୍କୁ ମଧ୍ୟ ଆମେ ଯାଉଛୁ, ସେମାନେ ଆମ ଘର ମାନଙ୍କୁ ଆସୁଛୁ। ତେଣୁ ଗୋଟେ ବନ୍ଧୁବାନ୍ଧବର ସମ୍ପର୍କଟା ତମେ କେବଳ ଯେ ଆଜି ଗୋଟେ ମିଟିଂ କରିଦେଲେ ଏଇଥିରେ କ'ଣ, ଏଇଟା କ'ଣ ଯାହା କିଛି ଗୋଟେ ତମର ମନେ ରଖିଲ, ମନେ ରଖିବା ପାଇଁ ଗୋଟେ କଲ। କିନ୍ତୁ ବନ୍ଧୁମାନଙ୍କ ସହିତ ଗୋଟେ ସମ୍ପର୍କ ଏଥିରେ କୌଣସି ଧନୀ ଗରିବର କୌଣସି ତାତ୍ପର୍ଯ୍ୟ ରଖିବନି। ଏଠି ସୁରେଶ ସାହେବ ଗୋଟେ ଏକ୍ସାମ୍ପଲ ଦେଲେ ଯେ ପୁରାଣ ଯୁଗର ବନ୍ଧୁ ଶ୍ରୀକୃଷ୍ଣ ଆଉ ସୁଦାମା ଯେତେବେଳେ ପ୍ରଥମ ଗଲେ, ସେ ଯେକୌଣସି ବନ୍ଧୁ ଘରକୁ ଗଲେ ଯାହା ଗୋଟେ ପୁଡ଼ିଆଟେ ଧରିକି ଯିବା, କିଛି ଗରିବ ବ୍ରାହ୍ମଣ ତାଙ୍କ ଘର ଖୁଦ ଭଜା ସେ ଧରିକି ଗଲେ। ଯୋଉ ଖୁଦ ଭଜାକୁ ଦ୍ୱାରକା ଗଲେ, ଅଷ୍ଟପାଟ ବଂଶୀ ତାଙ୍କୁ ଏକଦମ ମାନେ ପାଦ ତଳେ ପଡ଼ି ତାଙ୍କୁ ଗୋଡ଼ ଧୋଇଲେ ଏବଂ ସେ ଶାଗ ଏଇ ଯୋଉ ଭଜା ଖୁଦ ଭଜା ଦେଲେ, ତାକୁ ଖାଇକିନି ସେ ଭାରି ଖୁସି ହେଇଗଲେ। ସେହିପରି ଆଉ ଗୋଟେ ବନ୍ଧୁ କଥା କହିବି। ଇଏ ଆମର ମହାଭାରତ ଯୁଗର ଇଏ ବନ୍ଧୁ ଦୁର୍ଯ୍ୟୋଧନ ଆଉ ଗୋଟେ କର୍ଣ୍ଣ। ତମେ ଗୋଟେ କଥା ଜାଣିଛ ମହାଭାରତର ଯେ କର୍ଣ୍ଣ ମଲେ 5, ଅର୍ଜୁନ ମଲେ ମଧ୍ୟ 5। କିନ୍ତୁ କର୍ଣ୍ଣଙ୍କର ପରିଚୟଟା ବଡ଼ ଗୁପ୍ତ ଅବସ୍ଥା ରହିଯାଇଥିଲା। ସେ ପାଣ୍ଡବମାନଙ୍କର କର୍ଣ୍ଣ ମଲେ 5, ପାଣ୍ଡବ ମଲେ 5 ଗୋଟେ କର୍ଣ୍ଣାର୍ଜୁନ ଯୁଦ୍ଧ ଯଦି ପାଣ୍ଡବ ମରିବେ ତାହେଲେ ଅବଶିଷ୍ଟ 5 ଜଣ ରହିବେ, କର୍ଣ୍ଣ ମଲେ ମଧ୍ୟ 5 ଜଣ ରହିବେ। କର୍ଣ୍ଣ ମଧ୍ୟ ତାଙ୍କର ପାଣ୍ଡବମାନଙ୍କର, କିନ୍ତୁ ସେଟା ତାଙ୍କ ପରିଚୟଟା ଏକଦମ ଗୁପ୍ତ ଥିଲା। କିନ୍ତୁ ତାଙ୍କର ଯୋଉ ଫ୍ରେଣ୍ଡସିପଟା ଥିଲା ସେଟା ମଧ୍ୟ ମାନେ ବଡ଼ ନିଗୁଢ଼ ଥିଲା। ସେହିପରି ତମେ ବନ୍ଧୁବାନ୍ଧବ ମାନଙ୍କ ସହିତ ଯୋଉ ସାଙ୍ଗସାଥି ମାନଙ୍କ ସହିତ ସମ୍ପର୍କଟା ରଖିବ, ତାଙ୍କର ସୁଖ ଦୁଃଖରେ ସମଭାଗ ସମାନ ମାନେ ସେୟାର ହୋଲ୍ଡର ହେଇପାରିବ। ତମ ସୁଖ ଦୁଃଖ ସେୟାର ହୋଲ୍ଡର ହେଇପାରିବ। କୌଣସି ବନ୍ଧୁକୁ ମଧ୍ୟ ତୁମେ ସାହାଯ୍ୟ କରିପାରିବ। ସେଇଥିପାଇଁ ମୁଁ କହିଲି ଗୋଟେ ପାଶ୍ଚାତ୍ୟ ମାନେ ମଣିଷଙ୍କର ଲେଖା, ଏ ଫ୍ରେଣ୍ଡ ଇନ୍ ନିଡ୍ ଇଜ ଏ ଫ୍ରେଣ୍ଡ ଇନ୍ ନିଡ୍। ଆଚ୍ଛା, ତାପରେ ଆଉ ଗୋଟେ ଭଲ ଜିନିଷ ମୁଁ କହିବାକୁ ଯିବି। ଇଏ ତ ସୀମିତ ସମୟ, କିଛି ସମୟ ପରେ ତମେ ଏଠୁ ବିଦାୟ ନେଇଯିବ।
ଆଉ ଗୋଟେ ଜିନିଷ ତାକୁ ତମେ ଟିକେ ମନେ ରଖିବ ଯେ ଆମେ କାହା ଶିକ୍ଷା ପିଲାମାନେ ଆଜି ସମାଜ ଭିତରେ ତମାନଙ୍କ ମଧ୍ୟ କିଏ ଡିଗ୍ରୀଧାରୀ ହେଇଥିବ, କିଏ ଇଞ୍ଜିନିୟର ଥାଏ, ମେଡିକାଲ ଲାଇନ କିଏ ମଧ୍ୟ ପାଠ ପଢିଥାଏ। ପ୍ରକୃତ ଶିକ୍ଷା କାହାକୁ କୁହାଯିବ ତାକୁ ତାର ଡେଫିନେସନ ଦେଇଛନ୍ତି ବା ଜ୍ଞାନୀ ବା ପଣ୍ଡିତ କାହାକୁ କୁହାଯିବ ସେଇ ନୀତି ବିଶାରଦ ପଣ୍ଡିତ ଚାଣକ୍ୟ ତାଙ୍କର ଗୋଟେ ଶ୍ଲୋକ ଗୋଟେ ଉଦ୍ଧାର କରିବାକୁ ଯାଉଛି। ମାତୃବତ୍ତ ପର ଦାରେଷୁ ପର ଦ୍ରବ୍ୟେଷୁ ଲୋଷ୍ଟ୍ରବତ୍ ଆତ୍ମବତ୍ତ ସର୍ବଭୂତେଷୁ ଯହ ପଶ୍ୟତି ସହ ପଣ୍ଡିତ। କେତେ ବଢିଆ ଶ୍ଲୋକ ଲେଖିଛନ୍ତି। ତାଙ୍କ ବହିର ଏଟା ସବୁଠାରୁ କିନ୍ତୁ ସାରଗର୍ଭକ ମାନେ ପଦ୍ୟ ଭିତରୁ ଇଏ ମଧ୍ୟ ଗୋଟେ ପଦ୍ୟ ବା ଗୋଟେ ଶ୍ଲୋକ। ଏଇ ଜିନିଷରେ ଆଜି ଅଭାବ ଅଛି, ତେଣୁ ବହୁତ ବିଶୃଙ୍ଖଳା ଆମ ସମାଜରେ ଦେଖାଯାଉଛି। ପେପରଟା ଖୋଲିଦେଲେ ଦେଖିବ ହାଣ କାଟ ଦୁଷ୍କର୍ମ ବିଭିନ୍ନ ମାନେ ଖରାପ ଜିନିଷ ଗୁଡା ଖାଲି ହଉଛି। ସେଥିରେ ଅଧା ଖଣ୍ଡେ ଆମ ସମାଜଟା ବର୍ତ୍ତମାନ କଳୁଷିତ ହେଇଗଲାଣି। ସେଇଥିପାଇଁ ଏଇ ନୀତି ବିଶାରଦ ପଣ୍ଡିତ ଚାଣକ୍ୟଙ୍କର ଏଇ ଯୋଉ କଥାଟି ଯଦି ମନେ ରଖିବ ଏଇଟା ବହୁତ ତମର ଉପକାର ହେବ। ମାତୃବତ୍ତ ପରଦାରେଷୁ, ମା ଭଳିଆ ନାରୀ ସମାଜ ମା ଭଳିଆ ଯେକୌଣସି ସ୍ତ୍ରୀକୁ ଆମେ ମା ଭଳିଆ ଭଳିଆ ଗୋଟେ ଛୋଟିଆ ଝିଅକୁ ଦେଖ ମା ବୋଲି ମଧ୍ୟ କହିଲା। ସେଇଟା ବର୍ତ୍ତମାନ ଆମ ସମାଜରେ ଅଭାବ। ମାତୃବତ୍ତ ପରଦାରେଷୁ, ପର ସ୍ତ୍ରୀ ହେଲା ମା ଭଳିଆ। ତାପରେ ପଣ୍ଡିତ କହିଲେ ଲୋଷ୍ଟ୍ରବତ୍, ଲୋଷ୍ଟ୍ରବତ୍ ପର ଦ୍ରବ୍ୟେଷୁ, ପର ଦ୍ରବ୍ୟଟାକୁ ଆମେ ଭାବାଟା କିଛି ନାହିଁ। ପର ଦ୍ରବ୍ୟ ପ୍ରତି ଆମର ଗୋଟେ କଣ ହଉଛି ସେଟାକୁ ଆମେ ପାଇବା ବା ସେଇପରି ଗୋଟେ ଭଲ କୋଠାଘର କରିଦେଲା, ତା ପାଖରେ ଗୋଟେ ଭଲ କାର ହେଲା, ସେ ପଟରେ ହେଲା ନା, ଏଟା ଭାବ ଏଟା କିଛି ନୁହେଁ, ଏଟା ଗୋଟେ ପଥର ବା ମାଟି ବୋଲି ଭାଇବା। ତା ପ୍ରତି ଆମେ ଲୋଭାଗ୍ରସ୍ତ ହେବା। ସେ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍ ପରଦ୍ରବ୍ୟେଷୁ, ପରଦ୍ରବ୍ୟଟାକୁ ଲୋଷ୍ଟ୍ର ପାଣି ବା ଗୋଟେ ପଥର ବା ଗୋଟେ ପିଣ୍ଡୁଳା ମାଟି ପିଣ୍ଡୁଳା ବୋଲି ଭାଇବା। ଆତ୍ମବତ୍ତ ସର୍ବଭୂତେଷୁ, ସର୍ବଭୂତ ନିଜକୁ ନିଜ ଭଳିଆ ହେବ, ନିଜକୁ ନିଜେ ନିଜେ ଆମେ ଯୋଉ ଭଲ ପାଉଛନ୍ତି ମୁଁ ନିଜେ ଭଲ, ସେଇପରି ଏଇ ମନୋଭାବଟା ପ୍ରତ୍ୟେକ ଭୂତ ପ୍ରତ୍ୟେକ ଜୀବ ପ୍ରତ୍ୟେକ ପ୍ରତି ରହିବ। ଆତ୍ମଭକ୍ତ ସର୍ବଭୂତେଷୁ ଯହ ପଶ୍ୟତି, ଏଇ ଜିନିଷ ଦେଖେ ବା ବିଚାର କରେ ସହ ପଣ୍ଡିତ, ତା ପଣ୍ଡିତ ବା ଜ୍ଞାନୀ କୁହାଯିବ। ଜଣେ ଡିଗ୍ରୀଧାରୀ, ଜଣେ BA ପଢିଦେଲା, ଜଣେ MA ପଢିଦେଲା, ଜଣେ B.Tech କରିଦେଲା ବା ଜଣେ ମେଡିକାଲ ଅଫିସର ହେଲା, ତାକୁ ମାନେ ଆମେ ପଣ୍ଡିତ ଲୋକ କୁହାଯିବ। ଏଇ ଯୋଉ ଜ୍ଞାନଟା ଯୋଉ ଜିନିଷଟା ଆମର ପଣ୍ଡିତ ବିଶାରଦ ପଣ୍ଡିତ କରିଛନ୍ତି ତାକୁ ଆମେ ଜ୍ଞାନୀ ବୋଲି କୁହାଯିବ। ସେ ହଉଛି ପଣ୍ଡିତ ବୋଲି ତାଙ୍କୁ କୁହାଯିବ। ତେଣୁ ଏଇ ମନୋଭାବଟା ଆଜିକାଲି ଆମର ରହୁନି। ତେଣୁ ସମାଜର ବହୁତ ଆମେ ସମାଜ ଆମର କଳୁଷିତ ହେଇଯାଉ। ଏଇ ଜିନିଷଟା ରହିବ। ତାପରେ ଇଏ ତ ଶିକ୍ଷିତ ସମୟ। ତାପରେ ଆମର ଏଇ ଆମ ଏଇ ଅନୁଷ୍ଠାନକୁ ଜଣେ ପୁରୁଷୋତ୍ତମ ରଥ ଜଣେ ପ୍ରଫେସର ଆସିଥିଲେ। ସେ ପୁରୀ କଲେଜର ମହାବିଦ୍ୟାଳୟର ସେ ଆସିଥିଲେ ଇନ୍ସପେକ୍ଟର ଅଫିସକୁ। ଇନ୍ସପେକ୍ସନ କଲେ ସବୁ କ୍ଲାସରେ। ମୁଁ ସେତେବେଳେ ମଧ୍ୟ ଇଂଲିଶ ପଢ଼ଉଥିଲି। ସେଇ ସମୟରେ 8ମ ଶ୍ରେଣୀରେ ସେ କ୍ଲାସରେ ମଧ୍ୟ ଇନ୍ସପେକ୍ସନ କରିଥିଲେ, ଦେଖିଥିଲେ। ତାପରେ ସବୁ ସାର୍ଙ୍କୁ ଡକାରେ କହିଲେ ମୋର ଯେ ପଦ କଥାବାର୍ତ୍ତା ହେବି, ବେଶୀ 5-10-20 ମିନିଟ୍ ଖଣ୍ଡେ କଥାବାର୍ତ୍ତା ହେଲେ। ସେ ଫିଲୋସଫର MA ଫିଲୋସଫି ଉପରେ ପ୍ରଫେସର ଥିଲେ। ତାପରେ ସେ ଗୋଟେ ଜିନିଷ କହିଲେ ଯେ ଆମେ ଇଞ୍ଜିନିୟର ହବା କି ଡକ୍ଟର ହବା କି MA ପଢିବା କି ଅଧ୍ୟାପକ ହବା କି ଗୋଟେ ଟିଚର ହବା, କହିଲେ ଏଟାରେ ବଡ଼ ଜିନିଷ, ଏଟାକୁ ଏଜୁକେସନ, ଏଟା ଏଜୁକେସନ କିଛି ଅଂଶ ହେଲା ଯେ ପର୍ଯ୍ୟନ୍ତ ଆମେ ଆମ ଭାରତୀୟ କଲଚର ଆମ ସଂସ୍କୃତିଟାକୁ ଆମେ ନ ଜାଣିଛନ୍ତି, ଆମର ରାମାୟଣ ମହାଭାରତ ଗୀତା ଭାଗବତ ବେଦ ବେଦାନ୍ତ, ସେ ପର୍ଯ୍ୟନ୍ତ ଆମର ଶିକ୍ଷାଟା ଇନକମ୍ପ୍ଲିଟ ମାନେ ଅସମ୍ପୂର୍ଣ୍ଣ, ଆମକୁ ଶିକ୍ଷିତ ବୋଲି କୁହାଯିବନି। ଜଣେ ମେଡିକାଲ ଅଫିସର ସେ ଟଙ୍କା ରୋଜଗାର କରୁ, ଆମେ ସେଥିରେ କ'ଣ ପାଇବା? ଜଣେ ଇଞ୍ଜିନିୟର ସେ ରୋଜଗାର କରୁ, ଜଣେ ଅଧ୍ୟାପକ ସେ ରୋଜଗାର କରୁ, ଜଣେ ହାଇସ୍କୁଲ ଟିଚର ହେଇକି ସେ ପାଠ ପଢ଼ୁ, ପୁଣି ବିଭିନ୍ନ କୋଚିଂ ସେଣ୍ଟର ରୋଜଗାର କରୁ, ତାକୁ ପ୍ରକୃତ ଏଜୁକେସନ କୁହାଯିବନି, ତାକୁ ଏଜୁକେଟେଡ ଲୋକ କୁହାଯିବନି। ଯେ ପର୍ଯ୍ୟନ୍ତ ଆମର ଇଣ୍ଡିଆନ କଲଚର ଆମର ଭାରତୀୟ ସଂସ୍କୃତିକୁ ସେ ନ ଯାଇଛି,
ବା ନ ଜାଣିଛି ରାମାୟଣଟି କ'ଣ, ମହାଭାରତ ଗୋଟେ ଜିନିଷ କ'ଣ, ବେଦ କ'ଣ, ବେଦାନ୍ତ କ'ଣ, ଉପନିଷଦ କ'ଣ, ତାପରେ ଏଗୁଡ଼ାକ ଶ୍ରୀମଦ୍ ଭଗବତ ଗୀତା କ'ଣ, ଯଦି ଏଗୁଡ଼ା ନ ଜାଣିଛି ତାକୁ ଶିକ୍ଷିତ ପଦାର୍ଥ କହିନି। ତେଣୁ ମୋର ତମମାନଙ୍କ ପ୍ରତି ଗୋଟେ ଉପଦେଶ ଯେ ୟା ପୂର୍ବରୁ ତୁମେ ହୁଏତ ଏଇ ଜିନିଷ ପଢ଼ିଥାଇପାର, ଏବଂ ମୁଁ ଆହୁରି ମଧ୍ୟ ତୁମକୁ କହୁଛି ଯେ ଏଇଗୁଡ଼ିକ ତୁମେ ପଢ଼ିବାକୁ ଚେଷ୍ଟା କରିବ। ବେଶୀ ପରିଶ୍ରମ ଦରକାର ନାହିଁ। ମୁଁ ତୁମକୁ କହୁନାହିଁ ଯେ 1 ଲକ୍ଷ ସମ୍ବଳିତ ବ୍ୟାସକୃତ ମହାଭାରତ ପଢ଼ିବା ପାଇଁ ବା ବାଲ୍ମୀକି ରାମାୟଣ ପଢ଼ିବା ପାଇଁ ମଧ୍ୟ ମୁଁ କହୁନାହିଁ କି ଯେଉଁ 18,000 ଶ୍ଲୋକ ବିଶିଷ୍ଟ ସଂସ୍କୃତ ଭାଗବତ ପଢ଼ିବା ପାଇଁ ମଧ୍ୟ କହୁନାହିଁ। ତାର ଛୋଟିଆ ଛୋଟିଆ ଚଟି ବହି ସେ ମିଳୁଛି 20 ଟଙ୍କା 30 ଟଙ୍କାରେ, ସେଥିରେ ହେଲେ ଗୋଟେ ସମ୍ୟକ ଜ୍ଞାନ ତୁମର ରାମାୟଣଟା କ'ଣ, ମହାଭାରତଟା କ'ଣ, ଗୀତା କ'ଣ, ଭାଗବତ କ'ଣ, ଏଇଟା ହେବ। ବ୍ୟାସ ଲେଖିଥିଲେ 18ଟା ପୁରାଣ ଲେଖିଥିଲେ, 18 ପୁରାଣ ଲେଖିଥିଲେ। ତାକୁ ସେଥିରୁ କ'ଣ ଆମେ ଜାଣିବା, କ'ଣ ଆହରଣ କରିବା? ତାଙ୍କୁ ପଚରାଗଲା ଯେ 18 ପୁରାଣ ସାର କଥା କ'ଣ? ସେ କହିଲେ 18 ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟମ୍ ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନ। এই ଜିନିଷ ମନେ ରଖିବା। এই যে 18 ପୁରାଣଟା ମତ ପାଇବନି, ତାର ସେଟା କ'ଣ ଲେଖାଯାଇଛି, ତାର ଚଟି ବହି ଖଣ୍ଡେ ଆମେ ପଢ଼ିପାରିବ। 18 ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟମ୍। ଏ 18 ପୁରାଣଙ୍କର ବ୍ୟାସଙ୍କର 2ଟି କଥା ଲେଖିଛନ୍ତି, ପରୋପକାରାୟ ସ୍ୱର୍ଗାୟ, ପରର ଆମେ ଉପକାର କରିବା ତାହେଲେ ସ୍ୱର୍ଗ ଯିବା, ଯଦି ସ୍ୱର୍ଗ ଅଛି ତାହେଲେ ସ୍ୱର୍ଗ ଯିବା। ପାପୟା ପରପୀଡ଼ନ, ପରକୁ ପୀଡ଼ା ଦେବା, ପିଟିବା, ମାରିବା ବା କଥା କହିବା, ଏଟାର ପାପ ହେବା। ହେତେ ସେଇ କାମ ଆମେ କରିବାନି। ଆମେ ମଣିଷ ଜୀବନରେ ମାନେ କିଛି ଏଇ ଜିନିଷଟା ଗୋଟେ କରିବା ଯେ ସମସ୍ତ ପରର ଉପକାର କରିବା। ମଣିଷର ଜଣେ ପ୍ରାବନ୍ଧିକ କଲେଜରେ ପଢ଼ାଇବା ମୋର ଟିକେ ମନେ ଅଛି, ହ୍ୱାଟ୍ ରିକ୍ୱାର୍ସ ମ୍ୟାନ୍, ମଣିଷ କ'ଣ ଚାହେଁ, ମଣିଷ ରିକ୍ୱାରମେଣ୍ଟଟା କ'ଣ, ବେସିକ୍ ନିଡ୍ କ'ଣ? ଗୋଟେ ହେଲା ଖାଦ୍ୟ, ବସ୍ତ୍ର, ଆଉ ଗୋଟେ ହେଲା ବାସଗୃହ। ଆଉ ଜଣେ ଶିକ୍ଷିତ ବ୍ୟକ୍ତି ହିସାବରେ କିଛି ବହି, ଏ କିଚେନ୍ ଗାର୍ଡେନ୍ ଆଟାଚ୍ ତମ ଘରକୁ ଛୋଟିଆ ଗାର୍ଡେନ୍ ଖଣ୍ଡେ ଗୁଣ୍ଠେ କି ଅଧଗୁଣ୍ଠେ ଜାଗାର, ଆଉ ସମ୍ ଫ୍ରେଣ୍ଡସ୍, କିଛି ବନ୍ଧୁବାନ୍ଧବ, ଏଟା ଗୋଟେ ବେସିକ୍ ନିଡ୍। ବନ୍ଧୁବାନ୍ଧବ କରିବାଟା ଗୋଟେ ବେସିକ୍ ନିଡ୍, ଯେଉଁ ମୌଳିକ ଚାହିଦା। ଖାଦ୍ୟ, ବସ୍ତ୍ର, ବାସଗୃହ, କିଛି ବହି ଏବଂ ସାଧାରଣ ଗୋଟେ ଗାର୍ଡେନ୍ରେ ଏବଂ ବନ୍ଧୁବାନ୍ଧବ। ମଣିଷ ଜୀବନରେ ଯେତିକି ବନ୍ଧୁବାନ୍ଧବ ହବ ସେତିକି ଭଲ, କାହିଁକିନା ସେମାନେ ଭଲ ମନ୍ଦରେ ଆମକୁ ସେମାନେ ସାହାଯ୍ୟ କରିବେ। ଏଟା ହେଲା ବଡ଼ ଜିନିଷ। ତାହେଲେ ଆମେ ଦୈନନ୍ଦିନ ଜୀବନରେ ରାତି ପାଇଲେ ଆମେ ଆମର ନିହାତି ଦରକାର। ଇକୋନୋମିକ୍ସରେ ଅର୍ଥନୀତିରେ କ'ଣ ହେଉଛି, ହ୍ୟୁମାନ୍ ୱାଣ୍ଟସ୍ ଆର୍ ଅନଲିମିଟେଡ୍। ମଣିଷର ଚାହିଦାଟା ହେଉଛି ବହୁତ କିଛି। ସେ ଚାହିଦାଟା ଏତେ ଆମର ଚାହିଦା, ତାକୁ ମଧ୍ୟ ଆମେ ପୂରଣ କରିପାରିବାନି। କିନ୍ତୁ ଆମେ ଯାହା କିଛି ଗୋଟେ ବୃତ୍ତି କରିବା, ନହେଲେ ଆମର ଯେଉଁ ବେସିକ୍ ମୌଳିକ ଚାହିଦା ତାକୁ ଆମେ ପୂରଣ କରିପାରିବାନି। ଆମର ଦୈନନ୍ଦିନ ଜୀବନରେ ଆମର ଶାରୀରିକ ଉନ୍ନତି ଗୋଟେ ହେଉଛି, ଫିଜିକାଲ ଡେଭଲପମେଣ୍ଟ ଗୋଟେ ହେଉଛି, ମାନସିକ ଗୋଟେ ଉନ୍ନତି ହେଉଛି, ମେଣ୍ଟାଲ ଡେଭଲପମେଣ୍ଟ ଗୋଟେ ହେଉଛି। କିନ୍ତୁ ଆଉ ଗୋଟେ ଆମର ଉନ୍ନତି ବିଶେଷ ହେଇପାରୁନାହିଁ, ସେଟା ଯୋଉଟା କୁହାଯିବ ସ୍ପିରିଚୁଆଲ ଡେଭଲପମେଣ୍ଟ। ଟିକେ ଏ ଛାତ୍ରଛାତ୍ରୀମାନେ ଟିକେ ଟିକେ ଧୈର୍ଯ୍ୟ ଧରି ମୋ କଥା ଟିକେ ମନେ ରଖିବେ, କାରଣ ତୋମାନଙ୍କ ତ ଦେଖା ହେଇପାରୁନାହିଁ ନା। ତେଣୁ ଟିକେ ସମୟ ମୁଁ ଯେତେବେଳେ ପାଇଲି ତମକୁ ବିପଦ ଧାରଣ ଟିକେ ବାଧ୍ୟ ହଉଛି ହେଲା କି। ତେଣୁ ତମର ଅନ୍ୟ ପ୍ରୋଗ୍ରାମରେ ସମୟଟା କିଛି କଟେଇବ, ମୋ କଥା ଟିକେ ଧ୍ୟାନ କର। ଆମ ଜୀବନରେ ଆମର ଅଲରାଉଣ୍ଡ ଡେଭଲପମେଣ୍ଟ ଦରକାର। ଆମର ଗୋଟେ ଶାରୀରିକ ଉନ୍ନତି ହବ, ଗୋଟେ ମାନସିକ, ଶାରୀରିକ ଉନ୍ନତି ହଉଛି, ମାନସିକ ଉନ୍ନତି ହଉଛି, ଆଉ ଗୋଟେ ଉନ୍ନତି ହେଇପାରୁନାହିଁ, ଏଟା ପାଇଲେ ସ୍ପିରିଚୁଆଲ ଡେଭଲପମେଣ୍ଟ, ଯୋଉଟା ନିହାତି ଦରକାର। ଆମେ ରାତି ପାଇଲେ କ'ଣ ରୋଜଗାର କରିବା, ସାଇକେଲ କିଣୁଛୁ, ମୋଟର ସାଇକେଲ କରିବା, କିନ୍ତୁ ଗୋଟେ କାର୍ଟେ କରିବା, ତଳ ଭାଲା ଘର ଲାଗି ଉପର ଭାଲା ଘର କରିବା। ତାପରେ ଏଇଟା କି ଆମର ବିଭିନ୍ନ ଖର୍ଚ୍ଚ ହବ।
लहरी लहरी सपना लहरी 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 सपना लहरी जीवन जाउची कुहुड़ी पहरी लहरी लहरी सपना लहरी जीवन जाउची कुहुड़ी पहरी हे समय 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 खेलुची चका भौरी लहरी लहरी सपना लहरी 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 सपना लहरी কিন্তু সেই মধ্যে আমাকে অতি সলমান দিয়েছি किए सते जानी थिला किए सते जानी थिला जनदेव धोका रे भाई जनदेव धोका किए सते जानी थिला जन्मदेव धोका सत मिछ जो छनारे सत मिछ जो छनारे मुह हेब मुखारे भाई मुह हेब मुखा सता मिछ जो छनारे मुह हेब मुखा ए राती रूपसी ए राती रूपसी हेला जादू करी समय खेलुची चका भौरी लहरी लहरी सपना लहरी 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 सपना लहरी एक मला नई दुख एक मला नई रंग तार नील रे भाई रंग तार नील दुख एक मला नई रंग तार नील राती थरे गले पाही राती थरे गले पाही आसिब सकाळ भाई आसिब सकाळ राती थरे गले पाही आसिब सकाळ केते भल थिला से पिला दिन केते राग रुषा केते अभिमान दोस्ती आउ प्रेमर बंधन से राग रुषा से अभिमान से निबिड़ बंधन एमिति रही थाउ चिरदिन सब दिन है उठाओ बंधु मिलन बंधु मिलन बंधु मिलन बंधु मिलन स्कूल से ही प्रथम दिन हो मोर से गुरु पूजा करिबा नुआ नुआ मिसिबा टिके टिके हसिबा खेय छुट्टी बेले बर गछ तले हसी हसी खेलिबा हो उत्तर न जानी हाथ टेकिबा पाठ न करी माड़ खाइबा नुआ सांग पाई मेरी करिबा कथा कथारे कली करिबा खाता बही हो जाइबे बिकर रही
छाई तोर जानी चिए दुनिया हम फ्रेंडशिप 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 हम फ्रेंडशिप फ्रेंडशिप तुझे भी हो खुशी हुई मुबारक উল্টা করো তো বলো হাতে জয় জগন্নাথ রাধে 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 ନିଜକୁ ଖୋଜିଲେ ପାଏ ମୁଁ ତୋଠି ସବୁଠାରୁ ଅଲଗା ଆମ ଫ୍ରେଣ୍ଡସିପ୍ 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 ହଁ ଆମ ଫ୍ରେଣ୍ଡସିପ୍ 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 ତୁ ହେଲେ ଦେହ ମୋର ମୁଁ ପରା ଛାଇ ତୋର ଜାଣିଛି ଏ ଦୁନିଆ ଆମ ଫ୍ରେଣ୍ଡସିପ୍ 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 ଆମ ଫ୍ରେଣ୍ଡସିପ୍ ଫ୍ରେଣ୍ଡସିପ୍